ଖୋର୍ଦ୍ଧାରେ କମର କଷୁ କଷୁ ବିଜେପି ଫାଳ ଫାଳ, ଅପରାଜିତା କାଳୁ ଗୋଷ୍ଠୀ ଭାଗ ଭାଗ। ବିଜେପିରେ ଗୋଷ୍ଠୀ କନ୍ଦଳ, ବିଜେଡି ପାଇଁ ବଳ। ରାଜ୍ୟ ରାଜନୀତିର ଚର୍ଚ୍ଚିତ ବିଧାନସଭା ଆସନ ଖୋର୍ଦ୍ଧା। ଅଣ କଂଗ୍ରେସ ଓ ଅଣ ବିଜେପି ଦଳକୁ ଅଧିକ ସମୟ ପ୍ରତିନିଧି ଭାବେ ବାଛିଛନ୍ତି ଖୋର୍ଦ୍ଧାବାସୀ। 2000 ମସିହାରୁ ବିଜେପି କି କଂଗ୍ରେସକୁ ଖୋର୍ଦ୍ଧାଗଡ଼ରେ ପଶିବାକୁ ଦେଇନାହାନ୍ତି। ଏହା ଭିତରେ ଖୋର୍ଦ୍ଧା ହୋଇଛି ବିଜେଡିର ଗଡ଼। ଗତ 2ଟି ନିର୍ବାଚନରେ ବିଜେଡି ହିଁ ବିଜୟ ଲାଭ କରିଛି। 2019 ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଜିତୁ ମିତ୍ର 84,513 ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର କାଳୁଚରଣ ଖଣ୍ଡାୟତ ରାୟ 74,510 ଖଣ୍ଡ ଭୋଟ ପାଇଥିଲେ। ଏଥର ବି କାଳୁ ବିଜେଡିକୁ ଟକ୍କର ଦେବାକୁ ମୁଣ୍ଡ ଟେକୁଥିବା ବେଳେ ଦଳୀୟ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଗୋଷ୍ଠୀ ବିବାଦ ଦଳକୁ ଭାଗ ଭାଗ କରିଦେଇଛି। କାଳୁଙ୍କ ବଦଳରେ ପ୍ରଶାନ୍ତ ଜଗଦେବଙ୍କୁ ଅପରାଜିତା ମନେ ମନେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଏକାଧିକ ସ୍ଥାନରେ ଘୋଷଣା କରିସାରିଲେଣି। କିଛି ଦିନର କଥା ଅଛି, ଆମର ଆଦରଣୀୟ ପ୍ରଶାନ୍ତ ଜଗଦେବ ବାବୁ ବି ଖୋର୍ଦ୍ଧା ବିଧାନସଭାର ପ୍ରାର୍ଥୀ ହିସାବରେ ମନୋନୀତ ହେଇଯିବେ, ମୋର ପୁରା ଆଶା ବିଶ୍ୱାସ। ଏଭଳି ସ୍ଥିତିରେ ବିଜେପିର ଭୋଟ ପ୍ରଶାନ୍ତ ଓ କାଳୁ ଗୋଷ୍ଠୀ ମଧ୍ୟରେ ଭାଗ ଭାଗ ହେବା ଥୟ, ଯାହାର ଫାଇଦା ଯିବ ବିଜୁ ଜନତା ଦଳକୁ। ଫଳରେ ଗତଥର ଅପେକ୍ଷା ଏଥର ଅଧିକ ମାର୍ଜିନରେ ଜିତିବାକୁ ଦଳ ଲକ୍ଷ୍ୟ ରଖିଛି। ଦେଖନ୍ତୁ, ଏଇଟା ନିଶ୍ଚିନ୍ତ ଭାବରେ କର୍ମୀକି ଗୋଟେ ଭାଗ ଭାଗ କରିବାର ଏଇ ଗୋଟେ ପ୍ରଣାଳୀ। ଆ ଦ୍ୱାରା କିଛି ଦଳ ନିଜ ଯେଉଁ ବିଜେପି ଦଳର ଯେଉଁ କର୍ମୀ ଯାହା ବି ବିଶୃଙ୍ଖଳା ତାଙ୍କ ଭିତରେ ରହୁଛି, ଏଇଟା ଆଜି ପଦାରେ ପଡ଼ିକି ହାଟରେ ଗଡ଼ିଲାଣି। ଆଜି ପୁର ପଲ୍ଲୀଠୁ ଆରମ୍ଭ କରି ଭୁବନେଶ୍ୱର ପାର୍ଟି ଅଫିସ୍ ପର୍ଯ୍ୟନ୍ତ ମଧ୍ୟ ସେମାନେ ବିଭାଜନ ରୂପରେ ଯାଇକି ସେମାନେ ପ୍ରତିକାର ବିରୋଧ ପ୍ରଦର୍ଶନ କରୁଛନ୍ତି, ଯାହାକି ଏଇଟା ଆଦୌ ସମାଜ ପାଇଁ ବା ଲୋକମାନଙ୍କ ପାଇଁ ବା ଭୋଟର ଭାଇ ଭଉଣୀମାନଙ୍କ ପାଇଁ ଯେକୌଣସି ଦଳର ହେଉ, ଏ ଆଦୌ ସମାଜରେ ନୁହେଁ କି ଗ୍ରହଣୀୟ ନୁହେଁ। ବିଜେଡିରୁ ବହିଷ୍କୃତ ନେତା ପ୍ରଶାନ୍ତ ଜଗଦେବଙ୍କୁ ଦଳକୁ ଆଣି ଖୋର୍ଦ୍ଧା ଆସନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା। ଫଳରେ ଗତଥର ଭଲ ଭୋଟ ପାଇଥିବା କାଳୁଙ୍କୁ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅପରାଜିତା ଓ କାଳୁ ବିବାଦ ବିଜେପିର ରାଜ୍ୟ ଅଫିସକୁ ହୁଲସ୍ଥୁଲ କରିଦେଇଛି। ଜିଲ୍ଲା ସଭାପତିଙ୍କୁ ଧରି କାଳୁ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଅପରାଜିତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟିକେଟ ନ ମିଳିଲେ ଯାହା ହେବ ଦେଖିବ ବୋଲି ଚେତାବନୀ ବି ଶୁଣାଇ ଦେଇଛନ୍ତି। ସାଂସଦଙ୍କ ମନମାନିକୁ ଦଳୀୟ ନେତା ଓ କର୍ମୀ ବିରୋଧ କରୁଥିବା ବେଳେ କନ୍ଦଳ ତେଜିବାରେ ଲାଗିଛି, ଯାହାକି ଦଳକୁ ଦୁର୍ବଳ କରୁଛି। ଦେଖନ୍ତୁ, ଆମେ ତ ରାଜ୍ୟ ଭାଜପାର ଶୃଙ୍ଖଳିତ କର୍ମୀ, ତେଣୁ ରାଜ୍ୟ ଭାଜପାର ନିଷ୍ପତ୍ତିକି ଆମେ ସମ୍ମାନ ଜଣାଉଛୁ, ସେଥିରେ କିଛି ଅସୁବିଧା ନାହିଁ। ଆମେ ଏଠି ଯେଉଁ କାର୍ଯ୍ୟକ୍ରମ କରୁଛୁ, ଏଇ ଯେଉଁ କାର୍ଯ୍ୟକ୍ରମ ହେଉଛି ଜନସମ୍ପର୍କ ପଦଯାତ୍ରା। ଭାରତୀୟ ଜନତା ପାର୍ଟି ସଂଗଠିତ ଅଛି, ଭାରତୀୟ ଜନତା ପାର୍ଟି ବହୁତ ଷ୍ଟ୍ରଙ୍ଗଲି ଏଠି ଲଢ଼ିବ, এই জিনিসকে বতাইয়া আমি যাচ্ছু। আপাই আমি খোর্ধা নির্বাচন মন্ডল তরফর খোর্ধা নগরের গোটে বিরাট শোভাযাত্রার কার্যক্রম হচ্ছে। এই কার্যক্রমে আমি সমস্তে একাকার হয়ে সন্দেশ দেওয়া চাহুছু যে এটি অন্যায়, অনীতি, ভ্রষ্টাচার এবং আরোগান্সি, এ শব্দটি মনে রাখুন, আরোগান্সি, ইয়া বিরুদ্ধে নিশ্চয় লড়াই হব। খোর্ধা বিধানসভা পাই 3 জনক না বাস্তবিক এবে অছি। মু নিজে মো না বি অছি जिला सभापति हिसाब से, जेहेतु मोर घर खोर्धा एवं कालचरण खंडायत राय जेहेतु 2019 में 75,000 पाखापाखि भोट पाई एवं एबे दल में मिसी गणेश जगदेव ना भी तादे उल्लेख अच्छी। व्यक्तिगत मत से टिप्पणी दे पारि। गोटे पटे बीजेपी गोष्ठी बद आउ गोटे पटे बीजेडी प्रति भोटर को आकर्षण। आगामी निर्वाचन में बीजेडी बृहत विजय पर यह आगुआ संकेत बोली राजनैतिक समीक्षक मत रखिंट। खोर्धारू शुभ्रांशु रंजन सामंतराय रिपोर्ट, नंदीघोष टीवी।